ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଇଏ ଭେକେନ୍ସି ଆପଣଙ୍କର ଆସିଛି ଓଡ଼ିଶା ହାଇକୋର୍ଟ ତରଫରୁ। ଆପଣ ଦେଖିପାରୁଥିବେ ଦୁଇ ପ୍ରକାର ଭେକେନ୍ସି ଆପଣଙ୍କ ପାଇଁ ଆସିଛି। ଗୋଟେ ହେଲା ଡାଟା ଏଣ୍ଟ୍ରି ଅପରେଟର ପାଇଁ, ଆଉ ଗୋଟେ ହେଲା ଆପଣଙ୍କର ଟ୍ରାନ୍ସଲେଟର ପାଇଁ। ଠିକ୍ ଅଛି, ତ ଯଦି ଆପଣ ଖାଲି +3 ପାସ୍ କରିଛନ୍ତି ନା ଏବଂ ଓଡ଼ିଶା ହାଇକୋର୍ଟରେ ଆପଣ ପାର୍ମାନେଣ୍ଟ ଚାକିରି କରିବା ପାଇଁ ଚାହୁଁଛନ୍ତି, ଯାହାର ଦରମା ଆପଣ ଦେଖିପାରୁଥିବେ 35,400ରୁ 1,12,400 ରହିଛି ଏବଂ 19,900ରୁ 63,200 ରହିଛି। ଦେନ୍ ଏହି ଭିଡ଼ିଓକୁ ଆପଣ କମ୍ପ୍ଲିଟଲି ଦେଖିବେ, ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଜଣାଇଦେବେ, ଯଦ୍ୱାରା କି ସମସ୍ତେ ଜାଣିପାରିବେ। ଆଉ ଚ୍ୟାନେଲକୁ ଆପଣ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ବନ୍ଧୁଗଣ ଦେଖନ୍ତୁ, ଏହାର ନୋଟିଫିକେସନ ଆପଣ ଆଜିର ସମାଜ ନ୍ୟୁଜ୍ ପେପରର ପେଜ୍ ନମ୍ବର 13ରେ ଆପଣ ପାଇଯିବେ ଏବଂ ଏହାର ଅଫିସିଆଲ ୱେବସାଇଟ୍ ହେଉଛି, ଆପଣ ସିମ୍ପଲି ଗୁଗଲରେ ସର୍ଚ୍ଚ କରିବେ ଓଡ଼ିଶା ହାଇକୋର୍ଟ ଭେକେନ୍ସି। ଯେଉଁ ପ୍ରଥମ ୱେବସାଇଟ୍ ଆସିବ ଆପଣଙ୍କର ଓଡ଼ିଶା ହାଇକୋର୍ଟ .nic.in/recruitment corner, ୟା ଉପରେ କ୍ଲିକ୍ କରିବେ ତ ଆପଣଙ୍କୁ ଏଇଠି ଶୋ କରିବ। ଦେଖିପାରୁଛନ୍ତି ଆପଣଙ୍କର ଏଇଠି ଆପଣଙ୍କର ଶୋ କରିବ ଯେ ଏଇଠି ସବୁଗୁଡ଼ା ଆସିନି, ଏଠି ସବୁଗୁଡ଼ା ଆପଣଙ୍କର ଆସିଯିବ। ଆଜି ଆସିଯିବ, ଆପଣମାନେ ଓରିଟ୍ ହେବେନି, ଏଠି ସବୁଗୁଡ଼ା ଆପଣଙ୍କର ଆସିଯିବ। ଠିକ୍ ଅଛି, ତ ଦେଖନ୍ତୁ ନମ୍ବର 1 ଆପଣଙ୍କର କହିବା ପାଇଁ ଚାହିଁବି, ଜୁନିୟର ଗ୍ରେଡ୍ ଟାଇପିଷ୍ଟ ବା ଡାଟା ଏଣ୍ଟ୍ରି ଅପରେଟର ପାଇଁ ଆପଣଙ୍କର 35 ଗୋଟି ଭେକେନ୍ସି ଆପଣଙ୍କର ଆସିଛି। 35 ଗୋଟି ସମସ୍ତଙ୍କ ପାଇଁ ରହିଛି। ଦେଖୁଛନ୍ତି, ବୟସ ଆପଣଙ୍କର ମିନିମମ୍ 21 ବର୍ଷରୁ 32 ବର୍ଷ ଆପଣଙ୍କର ହେଇଥିବ। 21ରୁ ଆପଣଙ୍କର 32, କିନ୍ତୁ ଆପଣ ଜାଣିଛନ୍ତି ଏସ୍ ଟି ଏସ୍ ସି ମାନଙ୍କର 5 ବର୍ଷ ବଢ଼ିଯିବ, ତ 21ରୁ 37 ବର୍ଷ, ଆଉ OBC ମାନଙ୍କର 3 ବର୍ଷ ବା SC/BC ମାନଙ୍କର ତ 21ରୁ 35 ବର୍ଷ ଭିତରେ ଥିଲେ ଆପଣମାନେ ଆପ୍ଲାଏ କରିପାରିବେ। ଏଜ୍ ଲିମିଟ୍ ଆପଣ ଜାଣିଗଲେ। କ୍ୱାଲିଫିକେସନ୍ ଦେଖନ୍ତୁ, ଯଦି ଆପଣ ଖାଲି +3 କମ୍ପ୍ଲିଟ୍ କରିଛନ୍ତି, ତା ସହିତ ଆପଣ PGDCA କରିଛନ୍ତି, DCA PGDCA ଏବଂ ଆପଣଙ୍କର ଟାଇପିଂ ଟିକେ ଆସୁଥିବ, ଦେନ୍ ଆପଣମାନେ ଆପ୍ଲାଏ କରିପାରିବେ। ଠିକ୍ ଅଛି, କମ୍ପ୍ୟୁଟର ସାର୍ଟିଫିକେଟ୍ ଆପଣଙ୍କର ଦରକାର ଏବଂ ଆପ୍ଲିକେସନ୍ ଫି ଦେଖନ୍ତୁ କେତେ ଆପଣଙ୍କର ପଡ଼ିବ ନା, ଆପ୍ଲିକେସନ୍ ଫି ST SC ଦେନ୍ ଦିବ୍ୟାଙ୍ଗ ସେମାନଙ୍କୁ କୌଣସି ବି ଟଙ୍କା ପଡ଼ିବନି, ବିଲକୁଲ ଫ୍ରି। କେବଳ ଜେନେରାଲ ପିଲାମାନଙ୍କୁ ଆଉ SC/BC ପିଲାଙ୍କୁ ତାଙ୍କୁ କେବଳ 500 ଟଙ୍କା ଆପଣଙ୍କର ପଡ଼ିବ, ବାକି ସମସ୍ତଙ୍କର ବିଲକୁଲ ଫ୍ରି। ଦେନ୍ ଦେଖନ୍ତୁ ଆପଣ ୟାକୁ କେମିତି ଆପଣଙ୍କର ଆପ୍ଲାଏ କରିବେ। ସେମ୍ ୱେବସାଇଟ୍କୁ ଯିବେ, ରିକ୍ରୁଟମେଣ୍ଟ କର୍ଣ୍ଣର ଉପରେ କ୍ଲିକ୍ କରିକି ଏକ୍ଜାମିନେସନ୍ ପୋର୍ଟାଲରେ କ୍ଲିକ୍ କରିବେ। ଏଇଠି ଦେଖନ୍ତୁ, ଏଇଠି ଏକ୍ଜାମିନେସନ୍ ପୋର୍ଟାଲରେ କ୍ଲିକ୍ କରିବେ। ଦେନ୍ ଏଇଠି ଆପଣଙ୍କର ଏଇଠି ଏଇଠି ଆପଣଙ୍କର ଯେଉଁ ଜୁନିୟର ଗ୍ରେଡ୍ ଟାଇପିଷ୍ଟ, ଏଇଠି ଗୋଟେ ଆସିବ ଜୁନିୟର ଗ୍ରେଡ୍ ଟାଇପିଷ୍ଟ ଆପଣଙ୍କର ଆସିବ। ଏଇଟା ଆସିନି, ଏଇଟା ଆସିଯିବ ଏଇଠି। ଦେନ୍ ଆପଣମାନେ ଅନଲାଇନ୍ ଆପ୍ଲାଏ କରିପାରିବେ ଏବଂ ଅନଲାଇନ୍ ଆପ୍ଲାଏ ଆପଣଙ୍କର କେବେଠାରୁ କରିପାରିବେ, 2 ସେପ୍ଟେମ୍ବର ପାଖରୁ କରିପାରିବେ। 17 ସେପ୍ଟେମ୍ବର ଆପଣଙ୍କ ଲାଷ୍ଟ ଡେଟ୍ ରହିଛି। ଠିକ୍ ଅଛି, ତ ଆପଣମାନେ ୟାକୁ ହାତ ଛଡ଼ା କରନ୍ତୁ ନାହିଁ, ବହୁତ ହି ଭଲ ପଦବୀ ଅଟେ। ଦେନ୍ ଦେଖନ୍ତୁ, ଯେଉଁ ଟ୍ରାନ୍ସଲେଟର ଆପଣଙ୍କର ଭେକେନ୍ସି ରହିଛି 19 ଗୋଟି ଆପଣଙ୍କର ପଦବୀ ଅଛି। ଏଜ୍ ଲିମିଟ୍ ସେମ୍ ଆପଣଙ୍କର। କ୍ୱାଲିଫିକେସନ୍ କେବଳ ଯଦି ଆପଣ +3 ପାସ୍ କରିଛନ୍ତି, ଦେନ୍ ଆପଣମାନେ ଆପ୍ଲାଏ କରିପାରିବେ। ଏଥିରେ କମ୍ପ୍ୟୁଟରର ନଲେଜ୍ ଦରକାର, ସାର୍ଟିଫିକେଟ୍ ଦେଖନ୍ତୁ କୁହାହେଇନି, ଖାଲି ଯଦି ଆପଣ ଶିଖିଛନ୍ତି ଆପଣ ଆପ୍ଲାଏ କରିପାରିବେ। ଆପ୍ଲିକେସନ୍ ଫି ସେମ୍ ଅଛି। ST SC ଦିବ୍ୟାଙ୍ଗ ପିଲାଙ୍କୁ କୌଣସି ବି ଟଙ୍କା ପଡ଼ିବନି, କେବଳ ଜେନେରାଲ ଆଉ SC/BC ପିଲାଙ୍କୁ ଆପଣଙ୍କର 500 ଟଙ୍କା ଆପଣଙ୍କର ପଡ଼ିବ। ଦେନ୍ ଆପ୍ଲାଏ ଡେଟ୍ ମଧ୍ୟ ଆପଣଙ୍କର ସେମ୍ ରହିଛି। ଜଣେ ଚାହିଁଲେ ବୋଥ୍ ଆପଣଙ୍କର ଆପ୍ଲାଏ କରିପାରିବ, ଜଣେ ଚାହିଁଲେ ଗୋଟେ ଗୋଟେ ବି ଆପଣଙ୍କର ଆପ୍ଲାଏ କରିପାରିବ। ତ ଯଦି ଆପଣ +3 ପାସ୍ କରିଛନ୍ତି, କାଇଣ୍ଡଲି ୟାକୁ ଆପ୍ଲାଏ କରନ୍ତୁ, ବହୁତ ହି ଭଲ ପଦବୀ ଅଟେ। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ।